ଦର୍ଶକ ବନ୍ଧୁ ଧ୍ୟାନରେ ଶୁଣନ୍ତୁ। 1 ନମ୍ବର, ଯେଉଁ ନାରୀ ସ୍ୱାମୀଙ୍କୁ ଦେବତା ଭଳି ପୂଜା କରେ ଏବଂ ମନ ଜାଣି ସେବା କରେ ତାକୁ ସର୍ବଦା ଦେବାଦେବୀଙ୍କର ଆଶୀର୍ବାଦ ମିଳିଥାଏ। 2 ନମ୍ବର, ଯେଉଁ ମହିଳାଙ୍କର ନାକ ଅଗ୍ରଭାଗରେ ଦେଖିବେ କଳାଜାଇ ଦେଖାଯାଉଥାଏ ସେହି ମହିଳାମାନେ ସୌଭାଗ୍ୟବତୀ ହୋଇଥାନ୍ତି। 3 ନମ୍ବର, ଯେଉଁ ମହିଳାମାନଙ୍କର କପାଳରେ କଳାଜାଇ ରହିଥାଏ ସେହି ମହିଳାମାନେ ଧନବାନ ଓ କୀର୍ତ୍ତିବାନ ହୋଇଥାନ୍ତି। 4 ନମ୍ବର, ଯେଉଁ ମହିଳାମାନଙ୍କର ନାକ ଚେପେଟା ହୋଇଥାଏ ସେହି ମହିଳାମାନେ ବୁଦ୍ଧିମତୀ ଓ ଗୁଣବତୀ ହୋଇଥାନ୍ତି। 5 ନମ୍ବର, ଯେଉଁ ମହିଳାମାନଙ୍କର ଚାଲି ହାତୀ ଚାଲିଲା ପରି ଝୁଲି ଝୁଲି ଚାଲୁଥାନ୍ତି ସେହି ମହିଳାମାନେ ସୌଭାଗ୍ୟଲକ୍ଷ୍ମୀ ଓ ସୌଭାଗ୍ୟବତୀ ହୋଇଥାନ୍ତି। 6 ନମ୍ବର, ଯେଉଁ ମହିଳାମାନଙ୍କର ପାଦରେ ଅନାମିକା ଆଙ୍ଗୁଳି ନଥାଏ ସେହି ମହିଳାମାନେ କଳିହୁଡ଼ି ହୋଇଥାନ୍ତି। ସେମାନେ ମଧ୍ୟ ସ୍ୱାମୀଦ୍ରୋହୀ ହୋଇଥାନ୍ତି। 7 ନମ୍ବର, ଯେଉଁ ମହିଳାମାନଙ୍କର ପାଦର ମଧ୍ୟମା ଆଙ୍ଗୁଳି ଯଦି ଭୂମିରେ ଲାଗୁନଥାଏ ତେବେ ଜାଣିବ ଯେ ସେହି ମହିଳାମାନଙ୍କର ଦୁଇଟା ସ୍ୱାମୀ ହେବାକୁ ଯାଉଛନ୍ତି। 8 ନମ୍ବର, ଯେଉଁ ମହିଳାଙ୍କ ପାଦ ଚିକ୍କଣ ନଖ ତମ୍ବା ରଙ୍ଗ ପରି ତଳିପାଦରେ ମାଛ ଆଙ୍କୁଶ ଚିହ୍ନ ଥାଏ କିମ୍ବା ଚକ୍ର ଚିହ୍ନ ଥାଏ ସେ ସାକ୍ଷାତ ଲକ୍ଷ୍ମୀ ସଦୃଶ୍ୟ ହୋଇଥାନ୍ତି। 9 ନମ୍ବର, ଯେଉଁ ମହିଳାମାନଙ୍କର କାଣି ଆଙ୍ଗୁଠି ଭୂମିରେ ଲାଗେ ନାହିଁ ସେ ମହିଳାମାନେ ପ୍ରଥମ ବିବାହିତା ସ୍ୱାମୀଙ୍କୁ ବିନାଶ କରିଥାନ୍ତି। ବିଧବା ପରେ ଯଦି ସେ ପୁଣି ବାହା ହୁଅନ୍ତି ତେବେ ଦ୍ୱିତୀୟ ସ୍ୱାମୀର ମଧ୍ୟ ବିନାଶ ଘଟାଇଥାଏ। 10 ନମ୍ବର, ଯେଉଁ ମହିଳାଙ୍କର ଗୋଇଠି ଓ ପାଦ ଅଳ୍ପ ଉଚ୍ଚ ଥାଏ ଓ ପାଦ ତଳେ ଚକ୍ର ମାଛ ଓ ପଦ୍ମ ଓ ଲଙ୍ଗଳ ଚିହ୍ନ ଥାଏ ସେହି ମହିଳାମାନେ ରାଜପତ୍ନୀ ହୋଇଥାନ୍ତି। 11 ନମ୍ବର, ଯେଉଁ ମହିଳାମାନଙ୍କର ମଥାରେ ଦେଖିବେ ଲୋମ ଏବଂ ଶିରା ଦେଖାଯାଏ ସେମାନେ ଆଜୀବନ ରୋଗିଣୀ ହୋଇଥାନ୍ତି। 12 ନମ୍ବର, ଯେଉଁ ମହିଳାମାନଙ୍କର କେଶ କୁଞ୍ଚୁକୁଞ୍ଚିଆ ହୋଇଥାଏ କେଶଗୁଡ଼ିକ ସୂକ୍ଷ୍ମ ଓ ଅତ୍ୟନ୍ତ ଚିକ୍କଣ ସେମାନେ ସୌଭାଗ୍ୟବତୀ ହୁଅନ୍ତି। 13 ନମ୍ବର, ଯେଉଁ ମହିଳାମାନଙ୍କର କେଶ ଘନ କଳା ଓ କୁଞ୍ଚୁକୁଞ୍ଚିଆ ସେମାନେ ସର୍ବଦା ଜୀବନରେ ସୁଖ ଭୋଗ କରିଥାନ୍ତି। 14 ନମ୍ବର, ଯେଉଁ ମହିଳାମାନଙ୍କର କେଶ ଲମ୍ବା ନ ହୋଇ ଛୋଟ ଛୋଟ ସରୁ ଓ ସୁନ୍ଦର ଦେଖାଯାଉଥିବ ସେହି ମହିଳାମାନେ ରାଜକନ୍ୟା ହୋଇଥାନ୍ତି। 15 ନମ୍ବର, ଯେଉଁ ମହିଳାମାନଙ୍କର ଲମ୍ବା କେଶ ଓ ଚିକ୍କଣ ହୋଇଥାଏ ସେହି ପ୍ରକାର ମହିଳାମାନେ ପୁରୁଷଙ୍କ ପାଇଁ ସୌଭାଗ୍ୟବତୀ ହୋଇଥାନ୍ତି। 16 ନମ୍ବର, ଯେଉଁ ମହିଳାମାନେ ପ୍ରତ୍ୟେକ କଥାରେ ହୋ ହୋ ହୋଇ ହସନ୍ତି ସେହି ମହିଳାମାନଙ୍କର ଚରିତ୍ର କେବେ ବି ଭଲ ହୋଇନଥାଏ। 17 ନମ୍ବର, ଯେଉଁ ମହିଳାମାନେ ହସିଲା ବେଳେ ତାଙ୍କ ଶରୀର ଥରୁଥାଏ ସେହି ମହିଳାମାନେ ସୌଭାଗ୍ୟବତୀ ହୁଅନ୍ତି। 18 ନମ୍ବର, ଯେଉଁ ମହିଳାମାନେ ହସିଲା ବେଳେ ସେମାନଙ୍କର ଦାନ୍ତ ବାହାରକୁ ଦେଖାଯାଏ ନାହିଁ ସେମାନେ ଅତି ସୁଖୀ ଅଟନ୍ତି। 19 ନମ୍ବର, ଯେଉଁ ମହିଳାମାନଙ୍କର ମୁଣ୍ଡରେ ଗୋଟିଏ ସରଳ ରେଖାରେ ସିନ୍ଥି କାଟିଥାନ୍ତି ସେହି ମହିଳାମାନେ ଅହିଶୁଲକ୍ଷଣୀ ହୋଇଥାନ୍ତି। 20 ନମ୍ବର, ଯେଉଁ ମହିଳାମାନେ ହସିଲେ ଦେଖିବେ ଦୁଇ ଗାଲରେ ଗାତ ଭଳି ଦେଖାଯାଉଥାଏ ସେହି ମହିଳାମାନେ ଲମ୍ପଟି ହୋଇଥାନ୍ତି। 21 ନମ୍ବର, ଯେଉଁ ମହିଳାମାନେ କଣେଇ କଣେଇ ଅନାଇ ମୁରୁକି ମୁରୁକି ହସୁଥାନ୍ତି ସେହି ମହିଳାମାନେ ସର୍ବଦା ଅନ୍ୟ ପୁରୁଷଙ୍କ ପ୍ରତି ଆକୃଷ୍ଟ ଥାନ୍ତି। 22 ନମ୍ବର, ଯେଉଁ ମହିଳାମାନେ ହସି ହସି କଥା କହିଲା ବେଳେ ତାଙ୍କର ଆଖି ବିଲେଇ ପରି ଦେଖାଯାଏ ସେହି ମହିଳାମାନେ ବହୁତ କାମିକା ଅଟନ୍ତି। 23 ନମ୍ବର, ଯେଉଁ ମହିଳାମାନେ ହସିଲା ବେଳେ ଦାନ୍ତର ଉପରି ଭାଗ ଦେଖାଯାଏ ସେହି ମହିଳାମାନେ ଚୋରଣୀ ପ୍ରକୃତିର ହୋଇଥାନ୍ତି। 24 ନମ୍ବର, ଯେଉଁ ମହିଳାମାନଙ୍କର ପାଦର ଗୋଇଠି ଅସମାନ ହୋଇଥାଏ ସେହି ମହିଳାମାନେ ଜୀବନରେ ଦାରିଦ୍ର୍ୟ ଓ କକ୍ଷାଘାତରେ ଦିନ କାଟୁଥାନ୍ତି। 25 ନମ୍ବର, ଯେଉଁ ମହିଳାମାନଙ୍କର ମୁଣ୍ଡ ବଡ଼ ହୋଇଥାଏ ସେହି ମହିଳାମାନେ ସ୍ୱଭାବରେ ଖଳ ପ୍ରକୃତିର ହୋଇଥାନ୍ତି। 26 ନମ୍ବର, ଯେଉଁ ମହିଳାମାନଙ୍କର ମୁହଁ ଗୋଲାକାର ହୋଇଥାଏ ସେହି ମହିଳାମାନେ ସୁଲକ୍ଷଣୀ ସ୍ୱଭାବର ଅଟନ୍ତି। 27 ନମ୍ବର, ଯେଉଁ ମହିଳାମାନଙ୍କର ମୁହଁ ଅତି ସରୁ ବା ଗୋଜିଆ ଦେଖାଯାଏ ସେହି ମହିଳାମାନେ
ଜିଦଖୋର ପ୍ରକୃତିର ଅଟନ୍ତି। 28 ନମ୍ବର। ଦର୍ଶକ ବନ୍ଧୁ, ଘରର ଉତ୍ତର ଦିଗରେ ଲକ୍ଷ୍ମୀଙ୍କର ଫଟୋ ଏବଂ କୁବେରଙ୍କର ଫଟୋ ଲଗାଇବା ଦ୍ୱାରା ବହୁତ ଶୁଭ ହୋଇଥାଏ ଏବଂ ଘରର ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ। 29 ନମ୍ବର। ଯଦି ଘରେ ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଥାଏ ତେବେ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ଏବଂ କୁବେରଙ୍କର ଫଟୋ ଆଣି ଠାକୁର ଘରେ ରଖି ପୂଜା କରିବା ଦ୍ୱାରା ଆର୍ଥିକ ସ୍ଥିତି ମଜବୁତ ହେବା ସହିତ ଦରିଦ୍ରତା ଦୂର ହୋଇଥାଏ। 30 ନମ୍ବର। ଯେଉଁ ପୁରୁଷ ବିନା କାରଣରେ ସନ୍ତାନମାନଙ୍କୁ ଏବଂ ପତ୍ନୀଙ୍କୁ ହଇରାଣ କରିଥାଏ ସେ 7 ଜନ୍ମ ଯାଏ ନଂପୁସକ ହୋଇ ଜନ୍ମ ହୋଇଥାଏ ଏବଂ ଯେଉଁ ପୁରୁଷ ସ୍ତ୍ରୀ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖେ ତାହାର ଓଜନ ବଳ କ୍ଷୟ ହୋଇଥାଏ। 31 ନମ୍ବର। ଭୁଲରେ ବି କାହାକୁ ନିଜ ଘରର ଝାଡ଼ୁକୁ ଅନ୍ୟକୁ ଦେବେ ନାହିଁ। ଏହାଦ୍ୱାରା ମା ଲକ୍ଷ୍ମୀ ଘରୁ ଚାଲି ଯାଇଥାନ୍ତି। ଝାଡ଼ୁକୁ ସର୍ବଦା ଲୁଚେଇକି ରଖିବାକୁ ଚେଷ୍ଟା କରିବେ। ଝାଡ଼ୁକୁ କେବେ ଗୋଇଠା ମାରିବେନି ବା ସନ୍ଧ୍ୟା ଓ ରାତିରେ କେବେ ବି ଝାଡ଼ୁର ବ୍ୟବହାର କରିବେ ନାହିଁ। ପ୍ରତିଦିନ ସକାଳୁ ଝାଡ଼ୁର ବ୍ୟବହାର କରିବା ଶ୍ରେଷ୍ଠ ଅଟେ। 32 ନମ୍ବର। ନାରୀମାନେ ନିଜେ ପିନ୍ଧୁଥିବା ମଙ୍ଗଳସୂତ୍ର, ଗୋଡ଼ମୁଦି, ପାଉଁଜି ଆଦି ଅନ୍ୟକୁ କେବେ ବି ଦାନ କରିବା ଉଚିତ ନୁହେଁ। ଏହି ଆଭୂଷଣ ନାରୀ ପାଇଁ ଶ୍ରେଷ୍ଠ ହୋଇଥାଏ। ନାରୀକୁ କେବେ ବି ବେକ ଖାଲି ରଖିବା ଉଚିତ ନୁହେଁ। ଜଣେ ନାରୀର ଆଭୂଷଣ ଘରର ପରିଚୟ ହୋଇଥାଏ। ମୁଖ୍ୟ ଆଭୂଷଣ ଅନ୍ୟ ମହିଳାମାନଙ୍କୁ ଦେବା ଉଚିତ ନୁହେଁ, ଧ୍ୟାନ ରଖିବେ। 33 ନମ୍ବର। ରୋଷେଇ ଘରର ବେଲଣା, କାଠି, ତାୱା ଆଦି କାହାକୁ ବି ଦେବା ଉଚିତ ନୁହେଁ କିମ୍ବା ଦାନ କରିବା ଉଚିତ ନୁହେଁ। ଅନେକ ସମୟରେ ମହିଳାମାନେ ଅନ୍ୟକୁ ଏହିସବୁ ଜିନିଷ ଦେଇଥାନ୍ତି। ଏହାଦ୍ୱାରା ମା ଲକ୍ଷ୍ମୀ ଘରୁ ଚାଲି ଯାଇଥାନ୍ତି। ସବୁବେଳେ ଘରେ ଧନର ଅଭାବ ହେବା ସହ ଛୋଟ ଛୋଟ କଥାରେ କଳହ ଲାଗି ରହିଥାଏ। 34 ନମ୍ବର। ସନ୍ଧ୍ୟାରେ ନାରୀମାନଙ୍କୁ ନିଜ ରୋଷେଇ ଘରୁ ଦହି, କ୍ଷୀର, ଚାଉଳ, ଲୁଣ, ଅଟା ଭଳି ଧଳା ଜିନିଷକୁ କାହାକୁ ବି କେବେ ଦାନ କରିବେ ନାହିଁ। ଏହାଦ୍ୱାରା ଘରକୁ ନେଗେଟିଭ୍ ଶକ୍ତି ଆକର୍ଷିତ ହୋଇ ଆସିଥାଏ। ଯାହାକୁ ବି ଯେତେ ଦରକାର ଥାଉ ନା କାହିଁକି ଏହିସବୁ ଜିନିଷ ଭୁଲରେ ବି ରୋଷେଇ ଘରୁ ନାରୀମାନେ ଦେବା ଉଚିତ ନୁହେଁ। 35 ନମ୍ବର। ସୂର୍ଯ୍ୟାସ୍ତ ପରେ କେବେ ବି ତୁଳସୀ ଗଛକୁ ଛୁଇଁବା ଏବଂ ତୁଳସୀ ପତ୍ରକୁ ଛିଣ୍ଡାଇବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଏପରି କରିବା ଦ୍ୱାରା ଘରକୁ ଦରିଦ୍ରତା କେବେ ବି ଛାଡ଼ି ଯାଇନଥାଏ। 36 ନମ୍ବର। ଯଦି ଆପଣଙ୍କ ସ୍ତ୍ରୀ ଜଣେ ଗୃହିଣୀ ତେବେ ସେ ଘର କାମ କରି ଥକିଯାଆନ୍ତି। ଆବଶ୍ୟକ ପଡ଼ିଲେ ବା ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ଆପଣ ତାକୁ ଘଷାମୋଡ଼ା କରିଦେବା ଉଚିତ ହୋଇଥାଏ।